କେତେ କୁଣ୍ଡିଆ ମଧ୍ୟ କୁଣ୍ଡିଆ ବନ୍ଦ ହଉନି। ସେତେବେଳେ ଜୟଦେବ କହିଲେ କ'ଣ କିଭଳି ଉପଶମ ହବ? ସେତେବେଳେ ଭଗବାନ କହିଲେ ଯଦି ମୋ ସହିତ କିଏ ଯୁଦ୍ଧ କରି ମୋର ସମକକ୍ଷ ଯୋଦ୍ଧା ଯୁଦ୍ଧ କରି କୁଣ୍ଡିଆ ବନେଇବେ। ବୁଝିଲେ? ଯଦି ମୋ ସହିତ ସମକକ୍ଷ ଯୋଦ୍ଧା ଯିଏ ଯୁଦ୍ଧ କରିବ ତାହେଲେ ଯୁଦ୍ଧ କରିବା ବେଳେ ସେଥିରେ ଶକ୍ତି ପ୍ରୟୋଗ ହେଲା ପରେ ଏ କୁଣ୍ଡିଆ ବନେଇବେ। ସେତେବେଳେ ଜୟଦେବ କହିଲେ ଭଗବାନ ସହିତ ସମକକ୍ଷ ଯୋଦ୍ଧା ଆଉ କେହି ନାହିଁ, କେବଳ ଆମେ ନୁହେଁ। ବୈକୁଣ୍ଠର ଲୋକ ହିଁ ବୈକୁଣ୍ଠର ପାର୍ଶ୍ୱମାନେ ହିଁ ଭଗବାନ ସହିତ ସମାନ ହେବେ, ଆଉ କେହି ସମାନ ନୁହନ୍ତି। କାହିଁକି ନା ଯେଉଁ 4-5 ପ୍ରକାର ମୁକ୍ତି ଅଛି ତନ୍ମଧ୍ୟରେ ସାଲୋକ୍ୟ, ସାମିକ୍ୟ, ଶାସ୍ତି, ସାଧୁଜ୍ୟ ଏ 5 ପ୍ରକାର ମୁକ୍ତି ଅଛି। ସେ ଭିତରେ ଶାସ୍ତି ହେଲା ଭଗବାନର ଯେତିକି ଐଶ୍ୱର୍ଯ୍ୟ, ଭଗବାନର ଯେତିକି ଶକ୍ତି ତାଙ୍କର ପାର୍ଶ୍ୱର ସେତିକି ଶକ୍ତି। ତେଣୁ 5 ପ୍ରକାର ମୁକ୍ତି ଅଛି। ଗୋଟିଏ ହେଲା ସାଲୋକ୍ୟ, ଅର୍ଥାତ୍ ଆମ ସମସ୍ତ ମାନେ ମୁକ୍ତି ହଉଛି, କିନ୍ତୁ ମୁକ୍ତିରେ ବହୁତ ବିବିଧତା ଅଛି, ବିବିଧ ପ୍ରକାର ଅଛି। ସେ ସମସ୍ତେ ସଂସାର ମୁକ୍ତ ହେଇଛି, କିନ୍ତୁ ସେ ମୁକ୍ତିର କଥା କ'ଣ ଜାଣିନାହାନ୍ତି। ମୁକ୍ତି ବିଷୟରେ ଆଉ ବହୁତ ରହସ୍ୟ ଅଛି, କିନ୍ତୁ ସମୟ କମ୍, ସେ ବିଷୟରେ ବିଶଦ ଆଲୋଚନା ନାହିଁ, ଖାଲି ବୁଝିବା ପାଇଁ କହିଲେ। ଏ ଯେଉଁ ରାବଣ କୁମ୍ଭକର୍ଣ୍ଣର କଥା, ସେତେବେଳେ ସାଲୋକ୍ୟ ମୁକ୍ତି ଅଛି ଗୋଟେ, ଅର୍ଥାତ୍ ଯିଏ କେତେଜଣ ଭକ୍ତ ଭଜନ କରୁଛନ୍ତି କିନ୍ତୁ ତାଙ୍କର ଉଦ୍ଦେଶ୍ୟ କ'ଣ? ମୁକ୍ତ ହେବା, ଏ ସଂସାର ମୁକ୍ତି ପାଇବା। ଆଉ ସେଇ ମୁକ୍ତି କିଭଳି? ନା ସାଲୋକ୍ୟ।